ସମସ୍ତଙ୍କୁ ମୋର ନମସ୍କାର। ଆଜି ଆମ ICDS ଅଫିସରେ ସାପ କାମୁଡ଼ିବାର ଆୱାରନେସ୍ ପ୍ରୋଗ୍ରାମ କରାହେଇଥିଲା। ସେଥିରେ ଆମେ ସବୁ ଅଙ୍ଗନବାଡ଼ି କର୍ମୀମାନେ ଯୋଗ ଦେଇଥିଲୁ। ସାପ କାମୁଡ଼ିଲେ କ'ଣ କରିବେ ଆଉ କ'ଣ ନ କରିବେ ସେ ବିଷୟରେ ଆମକୁ ଆମ ସାର୍ ଆଉ ମ୍ୟାଡ଼ମ୍ ମାନେ ବୁଝାଇଲେ। ସାପ କାମୁଡ଼ିଲେ କ'ଣ କରିବେ? ସାପ କାମୁଡ଼ି ଥିବା ଜାଗାର ଟିକେ ଉପରକୁ ଟାଇଟ୍ରେ ବାନ୍ଧି ଦେବା। କ୍ଷତ ଜାଗାକୁ ସାବୁନ ଓ ସଫା ପାଣିରେ ଧୋଇଦେବା। ପିନ୍ଧିଥିବା ଗହଣା ସବୁ ଖୋଲିଦେବା। ତାକୁ ଡରାଇବା ନାହିଁ, କିଛି ହେବନି, ସବୁ ଠିକ୍ ହୋଇଯିବ ବୋଲି ସାନ୍ତ୍ୱନା ଦେବା। ତାଙ୍କୁ ଖାଇବାକୁ ଦେବା ନାହିଁ କି କିଛି ପିଇବାକୁ ମଧ୍ୟ ଦେବା ନାହିଁ। ଆଉ ଯେତେ ଶୀଘ୍ର ହେବ ଡାକ୍ତରଖାନାକୁ ନେଇ ଚିକିତ୍ସା ଆରମ୍ଭ କରାଇବା। ତାଙ୍କୁ ଚାଲିକି ଡାକ୍ତରଖାନାକୁ ନେବା ନାହିଁ। ତାଙ୍କୁ କାଖରେ ଟେକିକି କିମ୍ବା କିଛିରେ ବସେଇକି ଡାକ୍ତରଖାନାକୁ ନେବା। ଆଉ କ୍ଷତ ଜାଗାକୁ ତଳକୁ ଝୁଲେଇକି ରଖିବା, ଉପରକୁ ଟେକିବା ନାହିଁ। ତାଙ୍କୁ ଶୋଇବାକୁ ମଧ୍ୟ ଦେବା ନାହିଁ। ଆଉ କ'ଣ କରିବା ନାହିଁ? କୌଣସି ପ୍ରକାର ଗୁଣି ଗାରେଡ଼ି ଆଉ ଘରୋଇ ଚିକିତ୍ସା ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ନାହିଁ। କୌଣସି ପ୍ରକାର ଲେପ ବା ମଲମ କ୍ଷତରେ ଦେବା ନାହିଁ। କ୍ଷତ ଜାଗାକୁ କୌଣସି ପଟି ବାନ୍ଧିବା ନାହିଁ କି ମୁହଁରେ କାମୁଡ଼ି ବିଷ କାଢ଼ିବା ପାଇଁ ଚେଷ୍ଟା କରିବା ନାହିଁ। ଯଥାଶୀଘ୍ର ଡାକ୍ତରଖାନାକୁ ନେବା। ଆଉ ଜୀବନ ହେଉଛି ବହୁତ ଅମୂଲ୍ୟ। ତାକୁ ରକ୍ଷା କରିବା ପାଇଁ ଚିକିତ୍ସାକୁ ଆପଣେଇବା। ଆଉ ସମସ୍ତେ ନିଜ ନିଜ ଏରିଆରେ ଏହି ଆୱାରନେସ୍ ପ୍ରୋଗ୍ରାମର ବାର୍ତ୍ତାକୁ ଆମର ସର୍ଭେ ଏରିଆରେ କହିବା। ତାହେଲେ ଯାଇ ଏହି ଆୱାରନେସ୍ ପ୍ରୋଗ୍ରାମର ସୁଫଳ ଆମେ ପାଇପାରିବା। କାରଣ ଆଜି ବି ବହୁତ ଜାଗାରେ ସାପ କାମୁଡ଼ିଲେ ଘରୋଇ ଚିକିତ୍ସା ଗୁଣି ଗାରେଡ଼ି କୁ ପ୍ରଶ୍ରୟ ଦିଆଯାଉଛି। ଆଉ ଏସବୁକୁ ଦୂର କରିବାକୁ ଚେଷ୍ଟା କରିବା। ଆମେ ନିଜ ଏରିଆରେ ମିଟିଂ ମାଧ୍ୟମରେ ଆଉ ଲୋକଙ୍କୁ ସାପ କାମୁଡ଼ିଲେ କ'ଣ କରିବା, କ'ଣ ନ କରିବା ସେଗୁଡ଼ାକୁ ଜଣାଇବା। ତାହେଲେ ସେମାନେ ସଭିଏଁ ସଜାଗ ହେବେ ଆଉ ଏ ବିଷୟରେ ଜାଣିବେ। ମୋ ପୋଷ୍ଟ ଭିଡ଼ିଓଟି ଆପଣମାନଙ୍କୁ ଯଦି ଭଲ ଲାଗୁଥାଏ ତାହେଲେ ସବସ୍କ୍ରାଇବ୍ କରିବାକୁ ଆଉ ଲାଇକ୍ କରିବାକୁ ଭୁଲିବେ ନାହିଁ।